ଜୟ ଶ୍ରୀକୃଷ୍ଣ। ନମସ୍କାର ବନ୍ଧୁଗଣ। ଆପଣ କେବେ ନିଜକୁ ପଚାରିଛନ୍ତି କି ମୁଁ କିଏ? ମୁଁ କେବଳ ଏହି ଶରୀର କି? ମୋର ଚିନ୍ତା, ମୋର ଦୁଃଖ, ମୋର ସଫଳତା ଏସବୁ ହିଁ ମୋର କ'ଣ ପରିଚୟ? ଯଦି ଆପଣଙ୍କ ମନରେ ଏହି ପ୍ରଶ୍ନ କେବେ ଆସିଛି, ତେବେ ଆଜିର ଏହି ଭିଡ଼ିଓ ଆପଣଙ୍କ ଜୀବନର ଦୃଷ୍ଟିକୋଣ ବଦଳାଇ ଦେଇପାରେ। ଶ୍ରୀମଦ୍ ଭାଗବତ ଗୀତାର 13 ଅଧ୍ୟାୟ କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ ଆମକୁ ଶିଖାଏ ଶରୀର କ'ଣ, ଆତ୍ମା କିଏ, ପ୍ରକୃତି କ'ଣ ଏବଂ ଆମ ଭିତରେ ଥିବା ପରମ ସତ୍ୟକୁ କିପରି ଚିହ୍ନିବା। ଏହି ଅଧ୍ୟାୟର ଜ୍ଞାନ ଯଦି ଆପଣ ହୃଦୟରେ ଧାରଣ କରନ୍ତି, ତେବେ ଦୁଃଖ, ଭୟ, ଅହଙ୍କାର ଓ ଅଶାନ୍ତିକୁ ଦେଖିବାର ଆପଣଙ୍କର ଦୃଷ୍ଟି ବଦଳିଯିବ। ତେବେ ଆସନ୍ତୁ ଜାଣିବା ମୁଁ କିଏ ଏବଂ ଶ୍ରୀକୃଷ୍ଣଙ୍କ ଏହି ଅମୂଲ୍ୟ ଜ୍ଞାନକୁ ନିଜ ଜୀବନରେ କିପରି ପ୍ରୟୋଗ କରିବା। ବନ୍ଧୁଗଣ, ଶରୀର ବଦଳିବାରେ ଲାଗିଥାଏ। କେବେ ଶିଶୁ, କେବେ ଯୁବକ ଏବଂ ଆଉ କେବେ ବୃଦ୍ଧ। କିନ୍ତୁ ଯିଏ ଏହି ପରିବର୍ତ୍ତନକୁ ଅନୁଭବ କରୁଛି, ସେହି ଚେତନା ହେଉଛି କ୍ଷେତ୍ରଜ୍ଞ। ନିଜର ମୂଲ୍ୟକୁ କେବଳ ରୂପ, ଧନ, ପଦବୀ କିମ୍ବା ଶରୀର ସହିତ ଯୋଡ଼ନ୍ତୁ ନାହିଁ। ଯେପରି ଚାଷୀ ଜମିରେ ବିହନ ବୁଣିଥାଏ, ସେହିପରି ଆମର କର୍ମ ଓ ଚିନ୍ତା ଜୀବନରେ ଫଳ ଦିଏ। ଆଜିର ଚିନ୍ତା ହେଉଛି ଆସନ୍ତାକାଲିର ଜୀବନର ବିହନ। ଯେମିତି ବୀଜ ମନ ଭିତରେ ବୁଣିବେ, ସେମିତି ଫସଲ କାଟିବେ। ବହୁତ କିଛି ଜାଣିବା ଶିକ୍ଷା ହୋଇପାରେ, କିନ୍ତୁ ମୁଁ କିଏ ଏହା ଜାଣିବା ହେଉଛି ଆଧ୍ୟାତ୍ମିକ ଜ୍ଞାନ। ଦୁନିଆକୁ ବୁଝିବା ପୂର୍ବରୁ ନିଜ ମନକୁ ବୁଝନ୍ତୁ। ଅହଙ୍କାର ଛାଡ଼ନ୍ତୁ। ମୁଁ ସବୁଠାରୁ ବଡ଼, ମୋ ପାଖରେ ସବୁକିଛି ଅଛି। ଏହି ଅହଙ୍କାର ମଣିଷକୁ ସତ୍ୟଠାରୁ ଦୂରେଇ ନେଇଯାଏ। ଯେତେ ବଡ଼ ହେବେ ସେତେ ନମ୍ର ହୁଅନ୍ତୁ। ଶ୍ରୀକୃଷ୍ଣ ଜ୍ଞାନର ଲକ୍ଷଣ ଭାବରେ ନମ୍ରତା, ଅହିଂସା, କ୍ଷମା, ସରଳତା ଓ ଗୁରୁଙ୍କ ପ୍ରତି ସମାନ ଗୁରୁତ୍ୱ ଦେଇଛନ୍ତି। ଜ୍ଞାନ ମଣିଷକୁ ଗର୍ବୀ ନୁହେଁ, ବରଂ ନମ୍ର କରେ। ଜୀବନରେ ସବୁବେଳେ ସୁଖ ରହିବ ନାହିଁ, ଦୁଃଖ ମଧ୍ୟ ଆସିବ। ଖରାପ ସମୟ ଆସିଲେ ଭାଙ୍ଗି ପଡ଼ନ୍ତୁ ନାହିଁ, ଏହା ମଧ୍ୟ ଅତିକ୍ରମ ହୋଇଯିବ। ଖରାପ ସମୟରେ ଟାଣ ହୋଇ ଠିଆ ହେବା ଏବଂ ଭଲ ସମୟରେ ନମ୍ର ବ୍ୟବହାର ଗୋଟିଏ ଭଲ ମଣିଷର ଲକ୍ଷଣ। ମଣିଷ ଯେତେ ଅଧିକ ଜିନିଷ, ଲୋକ ଓ ପରିସ୍ଥିତି ସହିତ ଆସକ୍ତ ହୁଏ, ସେତେ ଅଧିକ ଭୟ ଓ ଦୁଃଖ ଅନୁଭବ କରେ। ପ୍ରେମ କରନ୍ତୁ, କିନ୍ତୁ ଅନ୍ଧ ଆସକ୍ତିରେ ନିଜ ଶାନ୍ତି ହରାନ୍ତୁ ନାହିଁ। ଜନ୍ମ, ମୃତ୍ୟୁ ଓ ବୃଦ୍ଧାବସ୍ଥାକୁ ବୁଝନ୍ତୁ। ଜୀବନର ପରିବର୍ତ୍ତନ ଅନିବାର୍ଯ୍ୟ। ଏହାକୁ ଗ୍ରହଣ କଲେ ମନର ଭୟ କମିଯାଏ। ଯାହା ଆସିଛି ତାହା ଦିନେ ଦିନେ ପରିବର୍ତ୍ତିତ ହେବ। ତେଣୁ ବର୍ତ୍ତମାନକୁ ସତ୍ୟ ଓ ସଚେତନାର ସହିତ ବଞ୍ଚିବା ଶିଖନ୍ତୁ। ଏକାନ୍ତରେ କିଛି ସମୟ ବସନ୍ତୁ। କିଛି ସମୟ ନିଜ ସହିତ ରୁହନ୍ତୁ। ନିଜର ଚିନ୍ତା, ଭୟ ଓ ଇଚ୍ଛା ଓ ଭୁଲକୁ ଦେଖନ୍ତୁ। ଆପଣ କରୁଥିବା ପ୍ରତ୍ୟେକ କାମକୁ ନିଜକୁ ନିଜେ ପରଖନ୍ତୁ। ହୁଏତ ଆପଣ ମଧ୍ୟ ଭୁଲ କରିଥାଇପାରନ୍ତି। ଦୁନିଆ ଆପଣଙ୍କୁ କ'ଣ କହୁଛି, ତାହାଠାରୁ ଅଧିକ ଜରୁରୀ ଆପଣ ନିଜେ ନିଜ ବିଷୟରେ କ'ଣ ଜାଣୁଛନ୍ତି। ଭକ୍ତି ସହିତ ପରମାତ୍ମାକୁ ଖୋଜନ୍ତୁ। ଶ୍ରୀକୃଷ୍ଣ କହନ୍ତି, ପରମ ସତ୍ୟକୁ ଜାଣିବା ପାଇଁ ଭକ୍ତି, ଜ୍ଞାନ ଓ ଅନ୍ତର୍ଦୃଷ୍ଟି ଆବଶ୍ୟକ। ଭଗବାନଙ୍କୁ କେବଳ ମନ୍ଦିରରେ ନୁହେଁ, ନିଜ ହୃଦୟରେ ମଧ୍ୟ ଅନୁଭବ କରନ୍ତୁ। ସମସ୍ତ ଜୀବରେ ପରମାତ୍ମାକୁ ଦେଖନ୍ତୁ।
ଏହି ଅଧ୍ୟାୟର ଅତ୍ୟନ୍ତ ସୁନ୍ଦର ଶିକ୍ଷା ହେଉଛି ସମସ୍ତ ଜୀବରେ ଏକ ପରମ ଚେତନାକୁ ଦେଖିବା। ଜାତି, ଧନ, ପଦ, ରୂପ କିମ୍ବା ସ୍ଥିତିକୁ ଦେଖି ମଣିଷକୁ ଛୋଟ କିମ୍ବା ବଡ଼ ଭାବନ୍ତୁ ନାହିଁ। ଆପଣ ଯେପରି ବିହନ ବୁଣିବେ ସେପରି ଫସଲ କାଟିବେ। ମଣିଷକୁ ପ୍ରେମ ବାଣ୍ଟିଲେ ସେମାନେ ମଧ୍ୟ ଆପଣଙ୍କୁ ପ୍ରେମ ବାଣ୍ଟିବେ। ଅନ୍ୟକୁ ଖରାପ ବ୍ୟବହାର ଦେଖାଇଲେ ସେମାନେ ମଧ୍ୟ ଆପଣଙ୍କୁ ଖରାପ ବ୍ୟବହାର ଦେଖାଇବେ। ଆଜିଠାରୁ ଚିନ୍ତା କରନ୍ତୁ, ଭଲ କଥା କୁହନ୍ତୁ ଏବଂ ଭଲ କର୍ମ କରନ୍ତୁ। ନିଜକୁ ଜାଣନ୍ତୁ, ଏହା ହେଉଛି ପ୍ରକୃତ ଜ୍ଞାନ। ଶରୀର ବଦଳେ କିନ୍ତୁ ଆତ୍ମଚେତନାର ସତ୍ୟକୁ ଖୋଜନ୍ତୁ। ଅହଙ୍କାର ଛାଡ଼ନ୍ତୁ, ନମ୍ରତାକୁ ଗ୍ରହଣ କରନ୍ତୁ। ସୁଖ ଆସିଲେ ଅତ୍ୟଧିକ ଉତ୍ସାହିତ ଓ ଦୁଃଖ ଆସିଲେ ଅଧିକ ନିରାଶ ହୁଅନ୍ତୁ ନାହିଁ। ଆସକ୍ତି କମିଲେ ମନର ଶାନ୍ତି ବଢ଼େ। ଜୀବନର ପରିବର୍ତ୍ତନକୁ ଭୟ କରନ୍ତୁ ନାହିଁ। ପ୍ରତ୍ୟେକ ଜୀବରେ ଭଗବାନଙ୍କ ଉପସ୍ଥିତିକୁ ଅନୁଭବ କରନ୍ତୁ। ନିଜ ମନକୁ ଜିତିବା ହେଉଛି ସବୁଠାରୁ ବଡ଼ ବିଜୟ। ଜୀବନର କର୍ମ ହିଁ ଆସନ୍ତାକାଲିର ଫଳ ନିର୍ମାଣ କରେ। ଭଗବାନଙ୍କ ଉପରେ ବିଶ୍ୱାସ ରଖି ସତ୍ୟ ଓ ଧର୍ମର ପଥରେ ଚାଲନ୍ତୁ। ଅର୍ଜୁନକୁ ଶ୍ରୀକୃଷ୍ଣ ଏକ ଅତ୍ୟନ୍ତ ଗଭୀର ପ୍ରଶ୍ନର ଉତ୍ତର ଦେଉଛନ୍ତି, ମୁଁ କିଏ? ଆମେ ସାଧାରଣତଃ କହୁ, ଏହା ମୋର ଶରୀର, ଏହା ମୋର ମନ, ଏହା ମୋର ଘର, ଏହା ମୋର ଧନ। କିନ୍ତୁ ଏଠାରେ ପ୍ରଶ୍ନ ହେଉଛି, ଯଦି ଆମେ କହୁ ମୋ ଶରୀର, ତେବେ ଶରୀରଠାରୁ ଅଲଗା ମୁଁ କିଏ? ଶ୍ରୀକୃଷ୍ଣ ଏହି ଶରୀରକୁ କ୍ଷେତ୍ର ବୋଲି ବର୍ଣ୍ଣନା କରୁଛନ୍ତି। ଏହି କ୍ଷେତ୍ରରେ ଆମେ ପ୍ରତିଦିନ ବିହନ ବୁଣୁଛୁ। ଚିନ୍ତାର ବିହନ, କଥାର ବିହନ, କର୍ମର ବିହନ, ଅଭ୍ୟାସର ବିହନ, ଭାବନାର ବିହନ। ଆଜି ଯେଉଁ ଚିନ୍ତା ଆପଣଙ୍କ ମନରେ ଅଛି ତାହା ଆଗାମୀ ଦିନରେ ଆପଣଙ୍କ ଚରିତ୍ରକୁ ଗଢ଼ିବ। ଯଦି ଆପଣ ଜୀବନ ବଦଳାଇବା ପାଇଁ ଚାହୁଁଛନ୍ତି, ତାହେଲେ ପ୍ରଥମେ ନିଜ ଚିନ୍ତାଧାରାକୁ ବଦଳାନ୍ତୁ। କ୍ଷେତ୍ରଜ୍ଞ କିଏ? ଯିଏ କ୍ଷେତ୍ରକୁ ଜାଣେ ସେ ହେଉଛି କ୍ଷେତ୍ରଜ୍ଞ। ଶରୀର ଅସୁସ୍ଥ ହୁଏ, ମନ ଦୁଃଖୀ ହୁଏ, ମନ କେବେ ଖୁସି ହୁଏ, ଚିନ୍ତା ଆସେ ପୁଣି ଯାଏ। କିନ୍ତୁ ଏସବୁକୁ ଯିଏ ଅନୁଭବ କରୁଛି ତାକୁ ଚିହ୍ନିବା ହେଉଛି ଆତ୍ମଜ୍ଞାନର ଆରମ୍ଭ। ତୁମର ପରିସ୍ଥିତି ତୁମର ପରିଚୟ ନୁହେଁ। ଆଜି ଆପଣ ବିଫଳ ହୋଇପାରନ୍ତି, କିନ୍ତୁ ଆପଣ ବିଫଳ ମଣିଷ ନୁହେଁ। ଆଜି ଆପଣଙ୍କ ପାଖରେ ଧନ ନଥାଇପାରେ, କିନ୍ତୁ ଆପଣଙ୍କ ମୂଲ୍ୟ ଧନରେ ନିର୍ଦ୍ଧାରିତ ହୁଏ ନାହିଁ। ଆଜି ଆପଣଙ୍କ ଜୀବନରେ ଅନ୍ଧକାର ଥାଇପାରେ, କିନ୍ତୁ ଅନ୍ଧକାର ହିଁ ଆପଣଙ୍କ ସମଗ୍ର ଜୀବନରେ କେବେ ରହିବ ନାହିଁ। ଯେତେବେଳେ ଆପଣ ଶିଶୁଟିଏ ଥିଲେ, ଶିଶୁ ବେଳର ଶରୀର ଆଜି ନାହିଁ। ଯୁବାବସ୍ଥାର ଶରୀର ବି ମଧ୍ୟ ଦିନେ ବଦଳିବ। କିନ୍ତୁ ଆପଣ ନିଜ ଜୀବନର ଅନେକ ପରିବର୍ତ୍ତନକୁ ଦେଖିଛନ୍ତି। ଏହା ଆମକୁ ଏକ ଗଭୀର ଚିନ୍ତା ଦିଏ, ଯେ ପରିବର୍ତ୍ତନକୁ ଦେଖୁଛି ସେ କିଏ? ଗୀତା ଆମକୁ ବାହାର ଦୁନିଆଠାରୁ ଭିତର ଦୁନିଆକୁ ନେଇଯାଏ। ପ୍ରକୃତ ଜ୍ଞାନର ଲକ୍ଷଣ ହେଉଛି, ଜ୍ଞାନ ବଢ଼ିଲେ ମଣିଷର ଅହଙ୍କାର ନୁହେଁ, ନମ୍ରତା ବଢ଼ିବା ଦରକାର ଅଟେ। ଅହଙ୍କାର କାହିଁକି ଆମକୁ ଦୁଃଖ ଦିଏ? ଆମେ କହୁ, ମୁଁ କରିଛି, ମୋ ପାଖରେ ଅଛି, ମୋତେ ସମସ୍ତେ ସମ୍ମାନ କରିବା ଉଚିତ। ଏହି ମୁଁ ଓ ମୋର ଭାବନା ବଢ଼ିଲେ ଆଶା ବଢ଼େ। ଆଶା ପୂର୍ଣ୍ଣ ନହେଲେ କ୍ରୋଧ, କ୍ରୋଧରୁ ଅଶାନ୍ତ, ଅଶାନ୍ତରୁ ଦୁଃଖ। ତେଣୁ ଗୀତାର ମନ୍ତ୍ର ହେଉଛି, କର୍ମ କରନ୍ତୁ କିନ୍ତୁ ଅହଙ୍କାରରେ ନୁହେଁ। ଜୀବନରେ ସୁଖ ଆସିବ, ଦୁଃଖ ମଧ୍ୟ ଆସିବ, ସଫଳତା ଆସିବ, ବିଫଳତା ମଧ୍ୟ ଆସିବ, ପ୍ରଶଂସା ମିଳିବ, କେହି କେହି ଆପଣଙ୍କର ନିନ୍ଦା ମଧ୍ୟ କରିବେ। କିନ୍ତୁ ଯଦି ପ୍ରତ୍ୟେକ ପରିସ୍ଥିତି ସହିତ ଆମର ମନ ବଦଳିଯାଏ, ତେବେ ଆମେ ନିଜ ମନର ମାଲିକ ନୁହେଁ। ମନକୁ ନିୟନ୍ତ୍ରଣ କରନ୍ତୁ। ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ ନାହିଁ, କିନ୍ତୁ ପରିସ୍ଥିତି ପ୍ରତି ନିଜର ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିପାରିବେ। ଭାଇ ଓ ଭଉଣୀମାନେ, ଜୀବନରେ ଯେତେବେଳେ ଦୁଃଖ ଆସେ ଆମେ ଭାବୁ
ମୋ ସହିତ ହିଁ କାହିଁକି ଏମିତି ହେଉଛି? କିନ୍ତୁ ଶ୍ରୀମଦ୍ ଭଗବଦ ଗୀତା ଆମକୁ ଏକ ନୂଆ ଦୃଷ୍ଟି ଦିଏ। ଦୁଃଖ ଆପଣଙ୍କ ଜୀବନରେ ଏକ ଅଧ୍ୟାୟ ହୋଇପାରେ, କିନ୍ତୁ ସେହି ଦୁଃଖ ଆପଣଙ୍କ ସମଗ୍ର ଜୀବନ ନୁହେଁ। ବିଫଳତା ଆପଣଙ୍କ ଏକ ଅନୁଭବ ହୋଇପାରେ, କିନ୍ତୁ ବିଫଳତା ଆପଣଙ୍କ ପରିଚୟ ନୁହେଁ। ଶରୀର ବଦଳିବ, ପରିସ୍ଥିତି ବଦଳିବ, ଲୋକମାନେ ବଦଳିବେ, ସମୟ ବଦଳିବ, କିନ୍ତୁ ଯେତେବେଳେ ଆପଣ ନିଜ ଭିତରେ ସତ୍ୟକୁ ଖୋଜିବା ଆରମ୍ଭ କରିବେ, ସେତେବେଳେ ଆପଣ ବୁଝିବେ ପ୍ରକୃତ ଶାନ୍ତି ବାହାରେ ନୁହେଁ, ନିଜ ଭିତରେ ଅଛି। ତେଣୁ ଅହଙ୍କାର ଛାଡ଼ନ୍ତୁ, ନମ୍ର ହୁଅନ୍ତୁ, ଭଲ କର୍ମ କରନ୍ତୁ, ଅନ୍ୟମାନଙ୍କୁ ସମ୍ମାନ କରନ୍ତୁ। ସୁଖ ଆସିଲେ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ, ଦୁଃଖ ଆସିଲେ ମଧ୍ୟ ତାଙ୍କ ଉପରେ ବିଶ୍ୱାସ ରଖନ୍ତୁ। ମନେ ରଖନ୍ତୁ, ପରିସ୍ଥିତି ଆପଣଙ୍କୁ ପରୀକ୍ଷା କରିପାରେ, କିନ୍ତୁ ଆପଣଙ୍କ ଆତ୍ମବଳକୁ ପରାଜିତ କରିପାରିବ ନାହିଁ। ଶ୍ରୀକୃଷ୍ଣଙ୍କ ଶିକ୍ଷାକୁ ଜୀବନରେ ଆଣନ୍ତୁ, ନିଜକୁ ଜାଣନ୍ତୁ, ନିଜ ମନକୁ ଜିତନ୍ତୁ, ସତ୍ୟର ପଥରେ ଚାଲନ୍ତୁ। ତେବେ ଜୀବନର ସବୁଠାରୁ ବଡ଼ ବିଜୟ ଆପଣ ପାଇବେ, ନିଜ ଭିତରେ ଶାନ୍ତି। ହରେ କୃଷ୍ଣ। ବନ୍ଧୁମାନେ, ଯଦି ଆପଣଙ୍କ ଜୀବନ କିଛି ସମସ୍ୟା ଅଛି, ତାହେଲେ ମୋତେ କମେଣ୍ଟ ବକ୍ସରେ ଜଣାଇ ପାରିବେ।